ଜାତୀୟତାବୋଧ ମନୋଭାବକୁ ସମସ୍ତଙ୍କ ମଧ୍ୟରେ ବାଣ୍ଟିବା ହିଁ ସ୍ୱାଧୀନତା ଦିବସର ମୂଳ ଲକ୍ଷ୍ୟ ବୋଲି କଟକରେ ସ୍ୱାଧୀନତା ଦିବସ ପାଳନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ତେବେ ସ୍ୱାଧୀନତା ଦିବସ ପରେଡରେ ଯୋଗଦେଇଥିଲେ ମୋଟ 44ଟି ଗ୍ରୁପ। ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଭାଷଣ ଆରମ୍ଭ କରିବା ପୂର୍ବରୁ ସମସ୍ତ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ତାଙ୍କ ବକ୍ତବ୍ୟରେ ସ୍ୱାଧୀନତା ସଂଗ୍ରାମରେ କଟକ ଥିଲା କେନ୍ଦ୍ରବିନ୍ଦୁ, ପବିତ୍ର ତୀର୍ଥଭୂମି ହେଉଛି କଟକ ବୋଲି କହିଥିଲେ। ତେବେ ସ୍ୱାଧୀନତା ହାସଲ ଦିଗରେ ଓଡ଼ିଶାର କଟକର ସ୍ୱତନ୍ତ୍ର ପରିଚୟ ରହିଛି। ଏହା ସହ ରାଜ୍ୟରେ ନୂଆ ସରକାର ଆସିବା ପରେ ଓଡ଼ିଶାରେ ମିଶନ ଶକ୍ତିକୁ ଶକ୍ତିଶାଳୀ କରୁଛି। ମହିଳାକୁ ସ୍ୱୟଂ ସମ୍ପୂର୍ଣ୍ଣ କରିବା ଏହି ସରକାରଙ୍କ ଲକ୍ଷ୍ୟ। ମିଶନ ଶକ୍ତି ବଜାରକୁ ବିକାଶ ପାଇଁ ଅର୍ଥ ମଞ୍ଜୁରୀ କରାଯାଇଛି। ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କ ପାଇଁ ଅନେକ ବ୍ୟବସ୍ଥା କରାଯାଇଛି। ସୁଭଦ୍ରା ଯୋଜନାରେ 10,000 କୋଟି ଟଙ୍କାର ବଜେଟ୍ କରାଯାଇଛି। ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ପାଇଁ କେନ୍ଦ୍ର ବଜେଟ୍ କରାଯାଇଛି। ସବକା ସାଥ ଓ ସବକା ବିକାଶର ମନ୍ତ୍ର ନେଇ ଆଗେଇ ଚାଲିଛନ୍ତି ସରକାର। କଟକ ପର୍ଯ୍ୟଟନର ହେବ ଉନ୍ନତି ଓ ବିକାଶ। କଟକରେ ବାରବାଟୀ ଦୁର୍ଗକୁ ମିଳିବ ଐତିହାସିକ ମାନ୍ୟତା। ଚଳିତ ବର୍ଷ ବାଲିଯାତ୍ରାକୁ ଆନ୍ତର୍ଜାତିକ ଉତ୍ସବର ମାନ୍ୟତା ମଧ୍ୟ ମିଳିବ। ସେ ନେଇ ଉଦ୍ୟମ ମଧ୍ୟ ଚାଲିଛି। ବୋଟ୍ କ୍ଲବ ଓ ଅନ୍ୟାନ୍ୟ ପର୍ଯ୍ୟଟନ ସ୍ଥଳର ବିକାଶ କରାଯିବ। ଆଜି ସୁଭଦ୍ରା ଯୋଜନାର ଆସିବ ଫିଡବ୍ୟାକ୍। ସାଧାରଣ ମହିଳାମାନଙ୍କ ପାଖରେ ବିନା ବାଟମାଳରେ କିଭଳି ଭାବରେ ଟଙ୍କା ପହଞ୍ଚିବ ସେ ନେଇ ଆଜି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। 78ତମ ସ୍ୱାଧୀନତା ଦିବସରେ କଟକ ଭଳି ଏକ ଐତିହାସିକ ଜିଲ୍ଲାରେ, ଯେ ମୋର ବି ଜିଲ୍ଲା, ମୋର ବି କାର୍ଯ୍ୟସ୍ଥଳ, ଏଠି ସ୍ୱାଧୀନତା ଦିବସରେ ଅତିଥି ହବ ପଦ୍ମ ବିଭୂଷଣ ପଦ୍ମଶ୍ରୀ ଉପାଧିଧାରୀ ସମସ୍ତ ବରିଷ୍ଠ ସାହସିକତା ପୁରସ୍କାର ଦେବା, ଏଇଟା ମୋ ପାଇଁ ଗୋଟେ ସୌଭାଗ୍ୟର କଥା। ଆମେ ସମସ୍ତେ ଜାଣିଛେ ନାରୀ ଶକ୍ତିର ସମବେତରେ ହିଁ ଓଡ଼ିଶାର ସାମଗ୍ରିକ ବିକାଶ ହେବ। ଏକ ବିକଶିତ ଓଡ଼ିଶା ସ୍ୱାଧୀନତା ଦିବସରେ ଆମର ଆଧାର ହଉ, ଏହା ହିଁ ମୋର ଏ ସ୍ୱାଧୀନତା ଦିବସରେ ସମସ୍ତଙ୍କୁ ଶୁଭ। ଅନେକ କିଛି କରିବାର ଅଛି। ପର୍ଯ୍ୟଟନରେ ବାରବାଟୀ ଦୁର୍ଗକୁ ଐତିହାସିକ ମାନ୍ୟତା ଦେବାର ଅଛି। ବାଲି ଯାତ୍ରାକୁ ଆନ୍ତର୍ଜାତିକ ସ୍ତରର ଏଇଥରକ ମନାଯିବ ଏବଂ କଟକରେ ଯେମିତି ବୋଟ୍ କ୍ଲବ ଏସବୁକୁ ଗୋଟେ କଂଗ୍ରିଗେଟେଡ୍ ଡେଭଲପମେଣ୍ଟ କରାଯିବ। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ଆଲର୍ଟ 24x7।